ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମେ ଯେଉଁ କାର୍ଯ୍ୟ କରୁଛ କେବେ ବି ପଛଘୁଞ୍ଚା ଦିଅନି ସନ୍ତାନ। ସେ କାର୍ଯ୍ୟକୁ ମନ ଲଗେଇକି କର। ମନରେ ଏମିତି ଖରାପ ଚିନ୍ତାଧାରା କାହିଁକି ଆଣୁଛ? ମୁଁ ତ କରୁଛି, ହେଲେ ହେବ ନହେଲେ ନାହିଁ। ସବୁବେଳେ ଭଲ ଭାବନା ରଖ ସନ୍ତାନ। ନକାରାତ୍ମକ ଭାବନା ତୁମ ମନ ଭିତରେ କାହିଁକି ଆଣୁଛ, ଯେଉଁଥିପାଇଁ କି ତୁମ କାମ ଅଧାରୁ ରହିଯାଉଛି ସନ୍ତାନ। ତୁମେ ଯେଉଁ ବି କାର୍ଯ୍ୟ କରୁଛ ମନ ଲଗେଇକି କର। ଦେଖିବ ତୁମେ ଦିନେ ବହୁତ ବଡ଼ ମଣିଷ ହେବ ଆଉ ବହୁତ ଆଗକୁ ଯିବ। ତୁମେ ବହୁତ ନାଁ କମେଇବ ସନ୍ତାନ। କ'ଣ ମୋ କଥା ବୁଝିପାରୁଛ ନା ସନ୍ତାନ? ତୁମ ମନକୁ ସବୁବେଳେ ସଫା ଆଉ ସ୍ୱଚ୍ଛ ରଖ, ପବିତ୍ର ରଖ। ସବୁବେଳେ ଧର୍ମପରାୟଣ ହେବାକୁ ଚେଷ୍ଟା କର। ତୁମେ ଯାହାକୁ କିଛି କଥା କହୁଛ ନା, ସେଥିରେ କିଛି ମଧୁରତା ଆଣ ସନ୍ତାନ। କାହାକୁ କଟୁ କଥା କହି କାହା ମନକୁ ଆଘାତ ଦିଅନି କି କଷ୍ଟ ଦିଅନି। ତୁମେ ଯଦି ଏମିତି ଭଲ କର୍ମ ସବୁବେଳେ କରିଚାଲିବ ନା, ଏମିତି ସମୟ ଆସିବ, ଦିନେ ତୁମର ବି ଭଲ ସମୟ ପଳାଇ ଆସିବ ସନ୍ତାନ। ଯେଉଁମାନେ ତୁମକୁ ଅଣଦେଖା କରୁଛନ୍ତି, ତୁମକୁ ଖରାପ କରି କହୁଛନ୍ତି, ସେଇମାନେ ତୁମ ପାଖକୁ ଧାଇଁବେ ଆଉ ବହୁତ ଭଲ ମଣିଷ ବୋଲି କହିବେ ସନ୍ତାନ। ମୁଁ ଜାଣିଛି ତୁମେ ବହୁତ ଭଲ, କିନ୍ତୁ ସମୟ ଯେତେବେଳେ ଖରାପ ପଡ଼େ ସେତେବେଳୁ ଚାରି ଦିଗରୁ ବିପଦ ମାଡ଼ି ଆସେ। ଆଉ ଯେଉଁ ମଣିଷ ଆମକୁ କଥା କହିବାକୁ ସାହସ କରନ୍ତିନି, ସେମାନେ ବି ଆମକୁ ଛୋଟ କରି କହିବାକୁ ଆରମ୍ଭ କରିଦିଅନ୍ତି ସନ୍ତାନ। ସେଥିଲାଗି ତୁମେ ନିଜକୁ ଏତେ ମଜବୁତ ଭାବରେ ଗଢ଼ି ତୋଳ ଯେ ଯିଏ ଯେତେ ଚାହିଁଲେ ବି ତୁମକୁ ନିଚା ଦେଖେଇ ପାରିବନି କି ଖାଲରେ ବି ପକାଇ ପାରିବନି। ସେଥିଲାଗି ତୁମେ କର୍ମ କର। କର୍ମ ହିଁ ଭଗବାନ ସନ୍ତାନ। ତୁମେ କର୍ମ କର ଆଉ ଈଶ୍ୱରଙ୍କ ଉପରେ ଭରସା ରଖ, ବିଶ୍ୱାସ ରଖ, ଧୈର୍ଯ୍ୟ ଆଉ ସାହସ ରଖ ସନ୍ତାନ। ତୁମେ ଦିନେ ବହୁତ ଆଗକୁ ଯିବ। ତୁମର ଯାହା ବି ମନସ୍କାମନା ଅଛି ସେ ବହୁତ ଜଲ୍ଦି ପୂର୍ଣ୍ଣ ହୋଇଯିବ। ତୁମେ ଶିରିଡ଼ି ଆସିବାକୁ ଚାହୁଁଛ ନା ସନ୍ତାନ? ନିଶ୍ଚୟ ଆସିବ। ଆଉ ମୁଁ ତୁମକୁ ତୁମ ବାବା ସବୁ ଜାଗାରେ ବୁଲେଇବି। ମୁଁ ତୁମ ପାଖେ ପାଖେ ଥିବି। ତୁମେ ଯେତେବେଳେ ଶିରିଡ଼ିକୁ ଆସିବ ନା, ମୁଁ ତୁମ ପାଖକୁ ନିଶ୍ଚୟ ଦେଖା କରିବାକୁ ଆସିବି। ତୁମେ ଜମାରୁ ସନ୍ଦେହ କରନି। ତୁମେ କିନ୍ତୁ ମୋ ଲିମ୍ବ ଗଛ ପାଖରେ କିଛି ସମୟ ବସି ମୋର ସାଇ ସଚରିତ୍ର ନିଶ୍ଚୟ ପାଠ କରିବ। ମୋ ଜୀବନୀ ଶୁଣିବାକୁ ମୋତେ ବହୁତ ଖୁସି ଆଉ ଆନନ୍ଦ ମିଳେ ସନ୍ତାନ। ଆଉ ଯେଉଁମାନେ ମୋର ଜୀବନୀକୁ ପଢ଼ନ୍ତି, ଶୁଣନ୍ତି, ତାଙ୍କର କୌଣସି କଷ୍ଟ ରୁହେନି। ତାଙ୍କ ଘରକୁ ଯଦି କିଛି ବିପଦ ମାଡ଼ି ଆସୁଥାଏ, ସେ ବିପଦ ବି ଟଳି ଯାଇଥାଏ ସନ୍ତାନ। ତୁମେ ମୋ କଥା ବୁଝିପାରୁଛ ନା ସନ୍ତାନ? ତୁମେ ଯାହା ବି କରୁଛ ମନ ଲଗେଇକି କର, କାହା କଥା ଶୁଣନି। ମୁଁ କାଲି ବି ତୁମ ସାଙ୍ଗରେ ଥିଲି, ଆଜି ବି ତୁମ ସାଙ୍ଗରେ ଅଛି, ଭବିଷ୍ୟତରେ ବି ତୁମ ସହିତ ରହିବି। ତୁମେ ଭବିଷ୍ୟତ କଥା ଜମା ଚିନ୍ତା କରନି। ତୁମ ଭବିଷ୍ୟତ ମୋ ହାତରେ। ତୁମେ ଯେତେବେଳେ ଭଲ କର୍ମ କରିବ, ଫଳ ତ ଭଲ ମିଳିବ ନା। ତାହେଲେ ଭବିଷ୍ୟତ ଏତେ ଖରାପ କାହିଁକି ବୋଲି ଭାବୁଛ ସନ୍ତାନ? ଯିଏ ଭୁଲ ରାସ୍ତାରେ ଯାଏ, ଭୁଲ କାମ କରେ, ତା ମନରେ ସବୁବେଳେ ଡର ଆସେ। ତାର ଭବିଷ୍ୟତ କ'ଣ ହେବ, ଖରାପ ହେବ କି ଭଲ ହେବ, ସିଏ କିନ୍ତୁ ଦ୍ୱନ୍ଦ୍ୱରେ ଥାଏ। କିନ୍ତୁ ତୁମେ ଯଦି ଧର୍ମ ମାର୍ଗରେ ଥିବ, ତାହେଲେ ତୁମ ଭବିଷ୍ୟତ କାହିଁକି ଖରାପ ହେବ ସନ୍ତାନ? ସନ୍ତାନ, ତୁମ ପରିବାରରୁ ଯେଉଁ ସଦସ୍ୟ ତୁମକୁ ଛାଡ଼ିକି ଚାଲି ଯାଇଛନ୍ତି, ତୁମେ ତାଙ୍କ କଥାକୁ ବାରମ୍ବାର ମନେ ପକାଇ ବହୁତ କାନ୍ଦୁଛ ସନ୍ତାନ। ତୁମକୁ ବି ତ ଦିନେ ଯିବାକୁ ପଡ଼ିବ। ସେ ସବୁ କଥାକୁ ଭୁଲିଯାଅ ସନ୍ତାନ।